ସିଲିଦାରେ MCC କ୍ରିକେଟ ଟୁର୍ଣ୍ଣାମେଣ୍ଟ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପୋଷି ଗ୍ରାମ ପଞ୍ଚାୟତର ସିଲିଦା ଗ୍ରାମ ପୁରୁଣା ସାହିରେ ଆୟୋଜିତ ହୋଇଯାଇଛି MCC କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଅନେକ ବଛା ବଛା କ୍ରିକେଟ ଟିମ୍ ଯୋଗ ଦେଇଥିବା ବେଳେ ଫାଇନାଲ ରାଉଣ୍ଡକୁ ବଦାପଳସା ଡାଇନାମିକ୍ ଏକାଦଶ ଏବଂ ମହାଦେଇ ଯୋଡାର ଢାକା ଏକାଦଶ ଉତ୍ତୀର୍ଣ୍ଣ ହୋଇଥିଲେ। ଏହି କ୍ରିକେଟ ମ୍ୟାଚ୍ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ କ୍ରିକେଟ ପ୍ରେମୀମାନେ ଛୁଟି ଆସି କ୍ରିକେଟ ଖେଳ ଉପଭୋଗ କରିଥିଲେ। ଫାଇନାଲ ଖେଳରେ ବଦାପଳସାର ଡାଇନାମିକ୍ ଏକାଦଶ ବିଜୟ ହୋଇ ଚାମ୍ପିଆନ ମୁକୁଟ ପିନ୍ଧିଥିବା ବେଳେ ମହାଦେଇ ଯୋଡାର ଢାକା ଏକାଦଶ ଦ୍ୱିତୀୟ ପୁରସ୍କାର ପାଇ ସନ୍ତୁଷ୍ଟ ହୋଇଥିଲା। ଏହି ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି କମଳାକାନ୍ତ ଦାସ ଯୋଗ ଦେଇଥିବା ବେଳେ କେନ୍ଦେଇପୋଷି ସରପଞ୍ଚ ମୀନାକ୍ଷୀ ନାୟକ, ପୂର୍ବତନ ସମିତି ସଭ୍ୟ ମିତ୍ରଭାନୁ ନାୟକ, ପୂର୍ବତନ ବ୍ଲକ ଚେୟାରମ୍ୟାନ ବିଶ୍ୱନାଥ ନାୟକ ଯୋଗ ଦେଇଥିଲେ। ମହିମା କ୍ଲବର ସମସ୍ତ ସଦସ୍ୟଙ୍କ ସହଯୋଗରେ ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ଏ ବର୍ଷ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶେଷ ହୋଇଛି। କେନ୍ଦୁଝର ପାଟଣାରୁ ବଳରାମ ସେଠୀଙ୍କ ରିପୋର୍ଟ, AB ନ୍ୟୁଜ।